ବିରୋଧ ପରେ ସରଳୀକରଣ ହେଲା ଧାନ ପଞ୍ଜୀକରଣ ପ୍ରକ୍ରିୟା। ଏଣିକି ଗୋଟିଏ ସେଲ୍ଫ ଡିକ୍ଲାରେସନ ଫର୍ମରେ ଦସ୍ତଖତ କରିବେ ଚାଷୀ। ଚାଲନ୍ତୁ ଜାଣିବା କେମିତି ଚାଷୀମାନେ ଡିକ୍ଲାରେସନ ଫର୍ମରେ ଦସ୍ତଖତ କରିକି ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିପାରିବେ। ଚାଲନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା ଏବେ। ଖରିଫ ଧାନ ପଞ୍ଜୀକରଣରେ କଠୋର ସର୍ତ୍ତ ବିରୋଧରେ ସ୍ୱର ଶାଣିତ ହେବା ପରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର। ଚାଷୀ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ ଫର୍ମରେ ଦସ୍ତଖତ କରାଇ ପଞ୍ଜୀକରଣ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀ ମାରଣା ନୀତିକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ବହୁ ସ୍ଥାନରେ ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର। ବାପା କିମ୍ବା ଭାଇ ଯାହା ନାଁରେ ରେକର୍ଡ ଥିବ ତାହା କେବଳ ଲେଖିକି ଦେବେ ଚାଷୀ। ଏଥିପାଇଁ ସ୍ୱତନ୍ତ୍ର ଫର୍ମ ମଞ୍ଜୁର କରିଛନ୍ତି ସରକାର, ଯାହାଦ୍ୱାରା ଧାନ କିଣା ପଞ୍ଜୀକରଣରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା 3,38,735 ଜଣ ଚାଷୀ ପଞ୍ଜୀକରଣ କରିସାରିଲେଣି। ଗତ ବର୍ଷ ଏହି ସମୟରେ 3,88,000 ଚାଷୀ ପଞ୍ଜୀକରଣ କରିଥିଲେ। ଯଦି କୌଣସି ସମସ୍ୟା ଉପୁଜେ ତେବେ ସରକାର ଦେଇଥିବା ଫୋନ୍ ନମ୍ବରରେ ଫୋନ୍ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଗତ ବର୍ଷ 63,86,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଆଉ ଚଳିତ ବର୍ଷ ଆଉ ଟିକେ ଅଧିକ ଧାନ ସଂଗ୍ରହ ହେବ। ପଞ୍ଜୀକରଣ ପରେ କେତେ ଧାନ ସଂଗ୍ରହ ହେବ ତାହା ସ୍ପଷ୍ଟ ହେବ। ସେହିପରି ଇକେୱାଇସିରେ ଧରା ପଡ଼ିଲେଣି ଅନେକ ଅଯୋଗ୍ୟ ଚାଷୀ। ଏହାସହ ଚାଷ କାର୍ଯ୍ୟ ବଢ଼ିଥିବାରୁ ଏଥର ଧାନ ଓ ଚାଉଳ ଉତ୍ପାଦନ ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି, ଖରିଫରେ କିପରି କମ୍ ଚାଷୀ ପଞ୍ଜୀକରଣ କରିବେ ସେ ନେଇ ବ୍ୟବସ୍ଥା କରିଛନ୍ତି ସରକାର। ଜଟିଳ ପଞ୍ଜୀକରଣ ବ୍ୟବସ୍ଥା ଦ୍ୱାରା ବହୁ ଚାଷୀ ଏଥର ଧାନ ବିକ୍ରୟରୁ ବଞ୍ଚିତ ହେବେ। ଏଫ୍ସିଆଇ ଚାଉଳ ନେଉ ନଥିବାରୁ ସରକାର ଏପରି ଚାଷୀ ମାରଣା ନୀତିକୁ ଆପଣାଇଛନ୍ତି ବୋଲି କହିଛି ବିଜେଡି। ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ନିର୍ବାଚନରେ ଚାଷୀଙ୍କୁ ନାନା ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିଲେ ବିଜେପି। ପ୍ରଥମ ବର୍ଷ ବୋନସ ଟଙ୍କା ମଧ୍ୟ ଦେଲେ, ହେଲେ ଏବେ ଚାଷୀ କିପରି ବୋନସ ପାଇବେନି ସେ ବ୍ୟବସ୍ଥା କରିଛନ୍ତି ସରକାର। ପଞ୍ଜୀକରଣ ବ୍ୟବସ୍ଥାକୁ ସରଳ କରାଯାଇଥିବା ନେଇ କହୁଛନ୍ତି ଯୋଗାଣ ମନ୍ତ୍ରୀ। ହେଲେ ପଞ୍ଜୀକରଣ ବେଳେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି 30 ତାରିଖରେ ଏହି ଚିଠି ଖୁଲାସା କରିଛି। ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର। 16 ଜିଲ୍ଲାରେ ନାହିଁ ଆବଶ୍ୟକୀୟ ଆଇ ସ୍କାନର ମେସିନ୍। ଏହି ଜିଲ୍ଲାରେ ଆବଶ୍ୟକ ରହିଛି 979 ଆଇ ସ୍କାନର ମେସିନ୍। ତେଣୁ ପ୍ୟାକ୍ସ ଓ ଲ୍ୟାମ୍ପସକୁ ତୁରନ୍ତ ଏହି ମେସିନ୍ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ମୋର ଅନୁରୋଧ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ରହିଲି, ସମସ୍ତଙ୍କୁ ମୋର ନମସ୍କାର, ଧନ୍ୟବାଦ।